3 ବର୍ଷ ଯେଉଁ ସ୍ତ୍ରୀର ମର୍ଡର କରି ସ୍ୱାମୀ ଜେଲ୍ ଯାଇଥିଲା ସେହି ସ୍ତ୍ରୀ ଯେତେବେଳେ ପ୍ରେମିକ ସହ ବୁଲି ବୁଲି ରୋମାନ୍ସ କରୁଥିବା କଥା ଗୋଟେ ସ୍ୱାମୀ ଜେଲ୍ ଭିତରେ ଥାଇ ଜାଣିବାକୁ ପାଇଲା, ସେ ସ୍ୱାମୀ ମନ ଭିତରେ ଯେ କେତେ ଯନ୍ତ୍ରଣା ହେଉଥିଲା କେବଳ ସେ ସ୍ୱାମୀ ହିଁ ଜାଣିଥିଲା। 3 ବର୍ଷ ଜେଲ୍ ଭିତରେ ବିନା ଦୋଷରେ ଜେଲ୍ କାଟି ସାରିଥିବା ସ୍ୱାମୀ ଆଖିରେ ଥିଲା ଖାଲି ଲୁହ। ସତରେ ଏ କାହାଣୀ ଶୁଣିବା ପରେ ଆପଣ ମଧ୍ୟ କହିବେ, ପ୍ରେମ କ'ଣ ଏମିତି ହୁଏ? ନା ପ୍ରେମ ଏବେ କେବଳ ଗୋଟେ ପ୍ରହସନ ଆଉ ଧୋକେବାଜ ସାଜି ସାରିଛି? ନିଜକୁ ପ୍ରଶ୍ନ କରିବେ ଆଜ୍ଞା। ଯେଉଁ ସ୍ୱାମୀକୁ ପ୍ରେମ କରି ବାହା ହେଇଥିଲା ସେହି ସ୍ୱାମୀକୁ ଜେଲ୍ ପଠାଇବାରେ ଯେ ସ୍ତ୍ରୀର ହାତ ଥିଲା ଏକଥା ସହଜରେ ହଜମ ହୋଇପାରୁନଥିଲା, ଆଉ ସେଇ ପୁଣି ସ୍ତ୍ରୀର ପ୍ରେମିକ ପାଇଁ। ଏ କାହାଣୀ ନୁହେଁ ଆଜ୍ଞା, ଜେଲ୍ ଭିତରେ ପ୍ରେମ କରି ବାହା ହେଇଥିବା ସେହି ସ୍ୱାମୀର ହୃଦୟ ବେଦାର କଥା, ଯେଉଁ କଥା ଆଜି ପ୍ରମାଣ କରିଦେବ ଯେ ଏହି ସ୍ତ୍ରୀମାନେ କେତେ ରୂପ ବଦଳାଇ ପାରନ୍ତି। ଏ କାହାଣୀ ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ, ଆପଣ ସତରେ କ'ଣ ଆପଣଙ୍କ ସ୍ତ୍ରୀ ପାଇଁ ସୁରକ୍ଷିତ ଅଛନ୍ତି ତ? ଯେଉଁ ସ୍ତ୍ରୀ ନିଜ ଶଙ୍ଖା ସିନ୍ଦୁର ପାଇଁ ନିଜ ସ୍ୱାମୀର ସାଥ ଦେବା କଥା, ସେହି ସ୍ତ୍ରୀ ସ୍ୱାମୀକୁ ଅଡ଼ୁଆରେ ପକାଇ ନିଜେ ମରିବାର ନାଟକ କରି ସ୍ୱାମୀକୁ ଜେଲ୍ ପଠାଇ ନିଜେ ପ୍ରେମିକ ସହ ରୋମାନ୍ସ କରୁଥିଲା। ଏ କାହାଣୀ ଶୁଣିଲେ ଜାଣିଯିବେ ଆଜିକାଲି ସ୍ୱାମୀ ସ୍ତ୍ରୀଙ୍କର ସେ ପବିତ୍ର ସମ୍ପର୍କ କେତେ ଫିକା ହୋଇସାରିଛି। ମିଛ କହୁନି କି ମନଗଢ଼ା କାହାଣୀ କହୁନି ଆଜ୍ଞା। ଏ ଦୃଶ୍ୟ ଆଉ ଏ ଯୁବତୀକୁ ଦେଖିଲେ ଆପଣ ପୁରା କଥା ଜାଣିପାରିବେ ଆଜ୍ଞା। ସ୍ୱାମୀ ସ୍ତ୍ରୀକୁ ମର୍ଡର କରିବାର ସଜା କାଟୁଥିଲା। ଯେଉଁ ସ୍ତ୍ରୀର ମର୍ଡର ପାଇଁ ସ୍ୱାମୀ ଜେଲ୍ ଭିତରେ ଥିଲା ସେହି ସ୍ତ୍ରୀ ପ୍ରେମିକକୁ ବାହା ହେଇ ବେଶ୍ ଖୁସିରେ ଥିଲା। ସବୁଠୁ ବଡ଼ କଥା ହେଲା ଏଥିରେ ସେ ଝିଅର ବାପା ମାଙ୍କର ସମ୍ପୃକ୍ତି ଥିଲା। ଏ ଘଟଣା ଝିଅର ପରିବାର ଲୋକେ ସମସ୍ତେ ଜାଣିଥିଲେ ବି ଚୁପଚାପ ରହିବାର କାରଣ ଯେତେବେଳେ ପୋଲିସ ଜାଣିଲା ସେତେବେଳେ ପୋଲିସ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଏ କାହାଣୀ ହୋମନିଆରେ ସାକ୍ଷୀ ରଖି ପବିତ୍ର ବନ୍ଧନରେ ବାନ୍ଧି ହୋଇଥିବା ସେହି ସ୍ତ୍ରୀମାନଙ୍କ ଉପରେ ସନ୍ଦେହ କରିବାକୁ ନିଶ୍ଚିତ ବାଧ୍ୟ କରିବା ଆଜ୍ଞା। ଏ କାହାଣୀ ସେହି ସ୍ୱାମୀମାନଙ୍କୁ ଭାବିବାକୁ ନିଶ୍ଚିତ ବାଧ୍ୟ କରିବ, ସତରେ କ'ଣ ସେମାନେ ଯେଉଁ ସ୍ତ୍ରୀମାନଙ୍କ ଉପରେ ଏତେ ଭରସା କରୁଛନ୍ତି ସେମାନେ କେତେ ଭରସାଯୋଗ୍ୟ। ଭଲ କରି ନଜର ପକାନ୍ତୁ ଏହି ମହିଳା ଉପରେ। ଏହି ମହିଳାଙ୍କୁ କୁଆଡ଼େ ତାଙ୍କ ସ୍ୱାମୀ ମାରି ଦେଇଥିବା କଥା ନିଜେ ବାପା ମା ଥାନାରେ ଏତଲା ଦେଇଥିଲେ। ପୋଲିସ ତଦନ୍ତ କଲା କିନ୍ତୁ ମହିଳାର କୌଣସି ଖୋଜ ଖବର ପାଇଲାନି। ଶେଷରେ ସ୍ୱାମୀକୁ ଘରୁ ଉଠାଇ ନେଇ କେସ୍ ଫାଇଲ୍ କରି ଜେଲ୍ ପଠାଇଦେଲା। ବର୍ଷେ କି 2 ବର୍ଷ ନିଏ ଆଜ୍ଞା, ପୁରା 3 ବର୍ଷ ଜେଲ୍ରେ ରହିବା ପରେ ପୋଲିସ ଜାଣିବାକୁ ପାଇଲା କି ସେ ସ୍ତ୍ରୀ ଏବେ ମଧ୍ୟ ବଞ୍ଚିଛି। ଆଉ ସିଧା ଯାଇ ପହଞ୍ଚି ଯାଇଥିଲା ସେ ସ୍ତ୍ରୀ ପାଖରେ। ହେଲେ ସ୍ତ୍ରୀ ପ୍ରେମିକା ସହ ବେଶ୍ ଖୁସିରେ ରୋମାନ୍ସ କରିବା ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଶେଷରେ ଏଇଭଳି ମାରିବାର ନାଟକ ରଚିଥିବା ଓଲଟା କେସ୍ କରି ସ୍ତ୍ରୀ ପ୍ରେମିକ ଆଉ ତାର ବାପା ମାଆଙ୍କୁ ଗିରଫ କରି ନେବା ପରେ ପୁରା ଘଟଣା ଉପରୁ ପର୍ଦ୍ଦା ଉଠିଥିଲା। ଏ ସ୍ତ୍ରୀ ଜଣକ ପ୍ରେମ କରୁଥିବା ପ୍ରେମିକ ସହ ଫେରାର ହେବାକୁ ରଚିଥିଲା ଏକ ବଡ଼ ଷଡ଼ଯନ୍ତ୍ର। ଆଉ ସେହି ଷଡ଼ଯନ୍ତ୍ରର ଶିକାର ହୋଇଥିବା ନିରୀହ ସ୍ୱାମୀକୁ କୋର୍ଟ ବିନା ଦୋଷରେ ମୁକ୍ତ କରିଥିଲେ ବି 3 ବର୍ଷ ପୁରା ଜେଲ୍ ଭିତରେ ବର୍ବାଦ ହୋଇସାରିଥିଲା। ଏ ଘଟଣା ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରୁଥିବା ବେଳେ ନ୍ୟାୟ ବ୍ୟବସ୍ଥାକୁ ବି ନେଇ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି ଆଜ୍ଞା। ଯଦି ଜଣେ ବିନା ଦୋଷରେ 3 ବର୍ଷ ଜେଲ୍ ଭିତରେ କାଟି ପାରୁଛି ତେବେ ସେହି 3 ବର୍ଷର କ୍ଷତିର ଭରଣ କେମିତି ହେବ? ଗୋଟେ କଥା ସତ କହିବେ ଆଜ୍ଞା, ଯଦି ସମାନ କାମ ସେହି ସ୍ୱାମୀ କରିଥାନ୍ତା ଆଉ ସ୍ୱାମୀର ପରିବାର ଲୋକେ ଅଭିଯୋଗ କରିଥାନ୍ତେ ତେବେ କ'ଣ ସେ ସ୍ତ୍ରୀକୁ ପୋଲିସ ଜେଲ୍ ପଠାଇଥାନ୍ତା ନା ଡେଡ୍ ବଡି ଖୋଜିବାକୁ ପ୍ରୟାସ କରିଥାନ୍ତା ଆଉ ତଦନ୍ତ ବି ଜାରି ରଖିଥାନ୍ତା? କିନ୍ତୁ ଅଭିଯୋଗ ପାଇବା ପରେ ସ୍ୱାମୀକୁ ତୁରନ୍ତ ପୋଲିସ କେସ୍ କରି ଜେଲ୍ ପଠାଇଦେଲା। ସ୍ତ୍ରୀର ଡେଡ୍ ବଡିକୁ ଖୋଜିବାକୁ ବି ଚେଷ୍ଟା କଲାନି। ପ୍ରକୃତରେ ମହିଳାମାନେ ଆଇନର ଫାଇଦା ଉଠାଉନାହାନ୍ତି କି ଆଜ୍ଞା? ଉତ୍ତର ଆପଣଙ୍କର ଆଜ୍ଞା। ମୋବାଇଲ ଉଠାନ୍ତୁ, କମେଣ୍ଟରେ ଆପଣଙ୍କ ମତ ଟାଇପ୍ କରନ୍ତୁ ଆଉ ସିଧା କମେଣ୍ଟ କରି ସତ କ'ଣ ଜଣାନ୍ତୁ। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।